ମାନେ ଭିଡ଼ିଓ ବନେଇବାରେ ସେମିତି କିଛି ମୋର ଆପତ୍ତି ନାହିଁ, ଯେଠି ପାରିବି ସେଠି ବନେଇଦେବି। ବାସି ପଖାଳ ଆଜି ଯେହେତୁ ଭାତ ହେଇନି, ମିନିମମ୍ 25 ବର୍ଷ ପାଖାପାଖି ହେଲା ଯେ ଗୁଟେନି ଶିଳ ଆମର ଅଛି। ପାଣି ଟେନସନଟା ସରିଲା ତ ଚାଲ ସାଙ୍ଗମାନେ ନା ସଉଦା ଆଣିତେ ଯିବା। ଏଟା ଉଠେଇକି ଦେଖୁଛୁ ବାବାରେ ଗରମ ଅଛି ରେ, ପୁରା ଗୋଲ୍ଡେନ୍ ଯେମିତି ଗୋଲ୍ଡ ଭଳିଆ ଦେଖା ହଉଛି ଚକାଟା। ଏଗୁଡ଼ାକ ବିକୁଥା ତୁ ଆଉ ଏଠି ପିଆଜିକା ଏତିକି ଅଛି ଆଉ ଏ ପାଖରେ ସେମାନେ ବରା ଗୋଟେ ଅଛି, ଚପ୍ ତ ନାଇଁନି। ଜୟ ଜଗନ୍ନାଥ ସାଙ୍ଗମାନେ, ସ୍ୱାଗତ କରୁଛି ମୋର ଆଉ ଏକ ନ୍ୟୁ ବ୍ଲଗକୁ। ତ ଭାଇ ସମସ୍ତଙ୍କୁ ମଧ୍ୟ ଶୁଭ ସକାଳ। ତ ସାଙ୍ଗମାନେ କାଲି ରାତିରେ ମୁଁ ଯେତେବେଳେ ୟୁଟ୍ୟୁବରେ ଦେଖୁଥିଲି ଆମ ଲଙ୍ଗ୍ ଭିଡ଼ିଓରେ କେତେଟା ପୋଷ୍ଟ ହେଇଛି, ତ ସାଙ୍ଗମାନେ ଆମର ଗୋଟେ ମାସ ହେଇଗଲା କଣ୍ଟିନ୍ୟୁ ଆମେ ଲଙ୍ଗ୍ ଭିଡ଼ିଓ ତିଆରି କରି ଚାଲିଛେ। ସାଙ୍ଗମାନେ ମୋର ଷ୍ଟାର୍ଟିଂ ହେଇଥିଲା ଏଆଇ ଭଏସ୍ରେ ମୁଁ ଭିଡ଼ିଓ ବନାଉଥିଲି, ମାନେ କି 15 ସେକେଣ୍ଡ 30 ସେକେଣ୍ଡ ସେମିତି ଷ୍ଟାର୍ଟିଂରୁ ବନାଉଥିଲି। ତାପରେ ଧୀରେ ଧୀରେ ସାଙ୍ଗମାନେ ମୋର ନିଜର ଭଏସ୍କୁ ଆଣିଲି। ନିଜର ଭଏସ୍ ବହୁତ ଖରାପ ଲାଗୁଥାଏ ମୋତେ, ମୁଁ କାଳେ କିଏ ଲୋକ କି ଖରାପ କହିବେ କି କହିବେ, ନିଜ ଭଏସ୍ ମୋତେ ପସନ୍ଦ ଲାଗୁଥାଏନି। ତ ଧୀରେ ଧୀରେ ଟିକେ କରୁ ତାହେଲେ ଆଜି ଗୋଟେ ମାସ ହେଇଗଲା ସାଙ୍ଗମାନେ ଆମେ ଲଙ୍ଗ୍ ଭିଡ଼ିଓ କଣ୍ଟିନ୍ୟୁ ବନେଇ ଚାଲିଛି। ତାହେଲେ ଗୋଟେ ଦିନ ବାଦ ହେଇନି ଯେ 30 ଦିନ ଭିତରେ ଯେ ଗ୍ୟାପ୍ ନେଇଛି ବୋଲି, ତ କଣ୍ଟିନ୍ୟୁ ଚାଲିଛି 30 ଦିନ ସାଙ୍ଗମାନେ ହେଇଗଲା। ଖୁସି ଲାଗୁଛି ଯାହା ହଉ ଗୋଟେ ମାସ କଣ୍ଟିନ୍ୟୁ କରିପାରିଛେ ମୁଁ। ତ ସାଙ୍ଗମାନେ ଆପଣଙ୍କୁ ଧନ୍ୟବାଦ, ଯେହେତୁ ମୋତେ ଲାଇକ୍ ଆଉ ଫଲୋ ସବସ୍କ୍ରାଇବ୍ କରୁଛ, ଆଉ ସେଇ ମୋଟିଭେଟର ମୁଁ ବନେଇ ଚାଲିଛି। ତ ସାଙ୍ଗମାନେ କାଲି ଆପଣଙ୍କୁ କହିଥିଲି ଯେ ସେ ପାଇପ୍ଟା କଥା, ତ ସାଙ୍ଗମାନେ ଏ ପାଇପ୍ଟା କାଲି ରାତିରେ ମୁଁ ଚିଟେଇ ଦେଇଥିଲି ହେଲା, ଏଇଟା ତ ଖୋଲିଲାନି ଆଉ ଆଜି ସାଙ୍ଗମାନେ ଏଇଠୁ ଖୋଲି ହେଇଛି ଏଇ ପାଇପ୍ଟା, ଏଇନା ଅଠା ଦେଇଛି, ଅଠା ଦେଇକି ଚିଟେଇ ଦେଇଛି ଆଉ। ତ ପାଣି ଭର୍ତ୍ତି କରୁଥିଲି ସକାଳେ, ତ ଏଠୁ ଏଇନା ଖୋଲିଗଲା। କି କହିବା କହୁନ, ସେ ଗୋଟେ ଚିଟେଇଲି ଆଉ ଗୋଟେ ଖୋଲିଗଲା, କି କହିବେ ଅବସ୍ଥା ପୁରା ଖରାପ। ଆଉ କାଲି ସାଙ୍ଗମାନେ ଅଠାଟା ରେଟ୍ କେତେ ନେଲା କହୁନ ନା, ସେ କହିଥିଲା 180 ଟଙ୍କା, କିନ୍ତୁ ମୁଁ ଆଣିଲି ଅଠାଟା 20 ଟଙ୍କା ଦେଇକିନା। ଦେଖିଲ ନା ସାଙ୍ଗେ 160 ଟଙ୍କା ସେ ଘାପି ଦେଇଥା ବୋଧେ। ସେ କହୁଥିଲା 180 ଟଙ୍କା ଅଠାଟା, ଆଉ ଚିଟେଇ ଦେବ 100 ଟଙ୍କା। ତ ଅଠାଟା ନେଲା 20 ଟଙ୍କା, ଆଉ ମୁଁ ନିଜେ ଚିଟେଇଛି। ତ ଖୋଲିନି, ଯେଠି ଚିଟେଇଥିଲି ସେଠି ଖୋଲିନି, ଆଉ ଗୋଟେ ମାନେ ଜାଗାରେ ଖୋଲି ହେଇଛି, ତ ସେଟା ବି ଅଠା ବାନ୍ଧିଛି। ଆଉ ଦୋକାନରେ ପାଣି ଭର୍ତ୍ତି କରି ଦିଆଯାଇଛି, ତାହେଲେ ଅଧା ଟାଙ୍କି ଉପରକୁ ପାଣି ଭର୍ତ୍ତି କରି ଦିଆଯାଇଛି। ତ ଏଇନା ପାଣି ତ ଦରକାର ନାହିଁ, ଅଠାଟା ଶୁଖିଲା ପରେ ଆଉ ଥରେ ପାଣି ଚଲେଇବା, ରାତି ହଉ ରାତିରେ ଚଲେଇବା ଆଉ ଥରେ, ଯାହା ମତେ ଲାଗୁଛି ଏ ପାଣି ସରିଗଲା ଦୁଇପଟ ଚଲେଇବା, ରାତିରେ ଏକାଥରେ ଚଲେଇବା। ତ ଚାଲ ସାଙ୍ଗମାନେ ଟାଇମ୍ ହବ 6ଟା, ଚା ଟିକେ ପିଇ ଦେଇକି ଦୋକାନକୁ ବାହାରିବା। ମାନେ ଦୋକାନକୁ ବାହାରିବା ଲାଗି ପୁରା ରେଡି ମୁଁ ହେଇଛି। ତ ଦେଖିପାରୁଥିବେ ସେଇ କାଲି ଯେ କହିଥିଲି ତାହେଲେ ଗାଙ୍ଗଲା 2ଟା ଆଉ ଚଟୁ ଗୋଟେ ସେଇଠି ଅଛି ଆଉ। ଆରେ ପାଖରେ ସାଙ୍ଗମାନେ ମଟର ତରକାରୀ, ଏଇଟା ମଟର ତରକାରୀ ଆଉ। ତ ଏଇକା ସବୁ ନେଇକି ଦୋକାନକୁ ଯାଉଛି ନା। ତ ସାଙ୍ଗମାନେ ଆଜି ମେଘ କରିଛି, ଆଜି ପ୍ରାୟ ବର୍ଷା ହେବ ଯାହା ମତେ ଲାଗୁଛି। ସାଙ୍ଗମାନେ ଆଜି ମଙ୍ଗଳବାର ହେଲା, ଏଠି ଆମର ହାଟ। ଚାଲ ଡେରି ନ କରି ଆମ ଦୋକାନ କାମ ଲାଗି ପଡବା। ତ ସାଙ୍ଗମାନେ ସକାଳ 6ଟା ବେଳେ ଦୋକାନକୁ ବାହାରିକି ଯାଇଥିଲି, ତ ଏଇନା ଯାଇକି ଜାଷ୍ଟ ଘରକୁ ଘୁରୁଛି। ଟାଇମ୍ କେତେ ହବ ଜାଣିଛ ନା, ମିନିମମ୍ ବି ମିନିମମ୍ ମାନେ ରାଇଟ୍ ଗୋଟେ ବାଜିଛି। ତ ଯାଇ ଘରକୁ ଆସିଛି ମାନେ ଆପଣ ଭାବୁଥିବେ ଗାଧେଇତେ ଆସିଥିବ, ଘରକୁ ସେମାନେ ଗାଧେଇତେ ଆସିଛିନି, ନେବା ପାଇଁ ଆସିଛି। ଆଳୁ ଚୋଖା ନେଇତେ ଆସିଛି, ତରକାରୀ ମସଲା ନେଇତେ ଆସିଛି, ତରକାରୀ ନେଇକି ଯିବି, ଆଉ ବିରି ବାଟା ନେଇକି ଯିବି। ତ ସବୁ ନେଇକି ଯାଇତେ ପଡିବ, କାରଣ ସକାଳର ଜିନିଷ ସବୁ ଶେଷ, ଏନା ଉପରଓଳି ଜିନିଷ ପାଇଁ ରେଡି କରାହଉଛି। ତ ସାଙ୍ଗମାନେ ଆଉ ଯେ ଆପଣ ଭାବୁଥିବେ ମୁଁ ଏତିକି ସବୁ ଏକଲା କି ପାଇଁ କରୁଛି, ସେ ଲୋକଟା ଆସିନି କି, ତ ଲୋକଟା ସାଙ୍ଗମାନେ ଆଜି ବି ଆସିନି। ଲାଗୁଛି ସେ ସାଙ୍ଗମାନେ ଆଉ ଆସିବନି ଆଉ ସେ କାମ କରୁତେ, କାହିଁକିନା ତାର ଆଶା ଲାଗୁନି ସେ ଆସିବ ବି ନାହିଁ। ଆଜି କାଲି ଯେହେତୁ ଆସିଲାନି, ତ ଆଜି ନହେଲେ ଆସିତା ହେଲା। ତ କି କରିବେ କହୁନ, ଆଜି ହଇରାଣ ପୁରା ଆଉ। ରାକ୍ଷୀ ପହଞ୍ଚିଲା ଆଜି, ତ ଆଜି ହାଟ ବାରଟା, ରାକ୍ଷୀ ବୋଲି କଣ ଏତେ ଆସୁଛନ୍। ତ ସାଙ୍ଗମାନେ ଆପଣଙ୍କୁ କହିଛି ଗୋଟେ ଅଠାଟା 20 ଟଙ୍କା ଦେଖଉଛି, ମୁଁ ଚାର ଟ୍ରାକରେ ବସେ ଥକି ଗଲି ସକାଳ ପରେ ଦୌଡ଼ିକି। ତ ସାଙ୍ଗମାନେ ଏଇ ଅଠାଟା ଦେଖୁନ ନା, ସେ ଲୋକଟା କହିଥିଲା 180 ଟଙ୍କା ନା ସେ ଗୋଟେ ପାଇପ୍ଟା ଚିଟେଇବାର ଅଠା ଗୋଟେ। ତ ଏଇ ଅଠାଟା କାଲି ସାଙ୍ଗମାନେ କିଣିକି ଆଣିଛି ମୁଁ 20 ଟଙ୍କା ଦେଇକିନା। 20 ଟଙ୍କା ଦେଇକି ଆଣିଛି ଅଠାଟା ହେଲା, ଅଠାଟା ଚିଟେଇ ଦେଇଛି, ଭଲ କାମ ଦଉଛି ଅଠାଟା ଅବଶ୍ୟ। ମାନେ ଯେଠି ଚିଟେଇଥିଲି ସେଠି ଚିଟି ହେଇଛି, ଆଉ ସେଠି ନ ଖୋଲିକି ଆଉ ଗୋଟେ ଜାଗାରେ ଖୋଲିଗଲା ଆଜି ସକାଳେ ପାଣି ଭର୍ତ୍ତି କରୁଥିଲେ ବେଳେ। ତ ସେଠି ବି ଏଇଟା ଚିଟେଇ ଦେଇଛି, ତ ଠିକ୍ ଠାକ୍ ଚାଲିଛି ଅଠାଟା ଆଉ। ତ ସାଙ୍ଗମାନେ ଚାଲ ମୁଁ ସେ ଜିନିଷ ପତ୍ର ପହଞ୍ଚା ଦେଇ ଆସେ ଆଉ। ତ ଆଳୁ ଚୋଖା ବି ରେଡି ହେଇଛି, ଦେଖାଉଛି ଆଳୁ ଚୋଖା ବି ରେଡି କରିଦିଆହେଇଛି। ତ ଦେଖିପାରୁଥିବେ ଏଇଟା ଆଳୁ ଚୋଖା ରେଡି ହେଇଛି, ଖାଲି ତରକାରୀ ମସଲାଟା ରେଡି ହଉଛି ଆଉ। ତରକାରୀ ମସଲା ରେଡି ହେଲା ମାନେ ନେଇକି ଯିବି ନା, ତରକାରୀ ମସଲାଟା ଲେଟ୍ ରେଡି ହେଇଛି। ତ ଆଗରେ ମୁଁ ସେ ଆଳୁ ଚୋଖାଟା ଦେଇକି ଆସେ, ତାପରେ ତରକାରୀ ମସଲାଟା ପରେ ନେବି। ଦେଖୁଛ କେତେ ଭୁକୁଛି ମାନେ କହୁଛି ମତେ ଭୁଲିକି ନାଇଁ ଦୋକାନ ଏତିକି କାମ କରୁଛି, ମତେ ଭୁଲିଗଲୁ ଆଉ ବୁଲେଇତେ ବି ନଉଛୁନି। ରହ ସନ୍ଧ୍ୟାବେଳେ ବୁଲତେ ଯିବୁ ଆଜି ନା ବେପାର ଟାଇମରେ ତୁ ନା ମସ୍ତାନି କରନି ନାଇଁ କି ସାଙ୍ଗମାନେ ବେପାର କନେ ସାଙ୍ଗେ ଆମେ ଖାଇବା ତାକୁ ବି ଖାଇଦବା, ଖାଲି ଘରେ ବସିଲେ ତ ହବନି ନାଇଁ କି। ତ ସେମାନେ ଭାବିଲି ଟିକେ ୱେଟ୍ କରିଦେବି, ଜଷ୍ଟ ଯିବା ଆସିବା କି ପାଇଁ କରିବି, ତ ଏକାଥରେ ତରକାରୀ ମସଲା ହଉଛି ଆଳୁ ଚୋଖା ନେଇକି ଯିବେ, ବିରି ବଟା ନେଇକି ଯିବେ। ଟିକେ ୱେଟ୍ କଲା ପରେ ସବୁ ରେଡି ହେଇଗଲା ଆଉ। ତ ଦେଖିପାରୁଥିବେ ଏଠି ତରକାରୀ ବି ରେଡି କରିଦିଆଯାଇଛି, ଖାଲି ମସଲାଟା ବାକି ହେବାର ଥିଲା। ମସଲାଟା ବି ଚୁଲିରୁ ଓହ୍ଲେଇକିନା ଢାଳି ଦେଲା ଏକାଥରେ ଆଉ। ଏଠି ପୁରା ତରକାରୀ ବି ରେଡି ହେଇଗଲା।
তো এটা ବି ଆଳୁ ଚୋଖାଟା ସାଙ୍ଗରେ ମସ୍ତ ବଢ଼ିଆ ଦେଖାଯାଉନି କହୁନା ପୁରା ଚିକ୍କଣ ଦେଖାଯାଉଛି ନି ଏମିତି ପୁରା ଗୋଲ୍ଡେନ୍ ଯେମିତି ଗୋଲ୍ଡ ଭଳିଆ ଦେଖାଯାଉଛି ଚୋଖାଟା। ତ ଏ ପାଖରେ ଦେଖିପାରୁଥିବେ ବେରି ବେଟା ରେଡ଼ି ହେଇଛି ବେରି ପେଶିକି ରଖିଦିଆଯାଇଛି ଆଉ। ତ ଏ ସାଙ୍ଗମାନେ ଏଇ ସବୁ ତିନିଟା ଜିନିଷ ନେଇକି ଦୋକାନକୁ ଯାଉଛି ଏଇଟା ଦେଇଥିବା ଆସେ ଆସିଲା ପରେ ଗାଧାଗୁଧି କରିବା ଆଉ। ତ ସାଙ୍ଗମାନେ ସେଟା ଫାଇନାଲି ସେଟା ଦେଇକି ପଳେଇ ଆସିଲି ନା ଘରକୁ ବି ପଳେଇ ଆସିଛି। ଆଉ ଏଇଟା ତରକାରୀ ନେଇକି ଏଥିରେ ଡେକ୍ଚିଟା ତ ଏଇଠି ଡୁବେଇ ଦେଲି ଆଉ ହେଲା ଏଠି ମଟର କହୁଛି ମଟର ଏଠି ବତରା ହବ ଆଉ ଥରେ ଦେଇକି ହେଲା କାଲକା ପାଇଁ ଏଇନା ତ ବତରା ନାହିଁ ସନ୍ଧ୍ୟାବେଳେ ଯେତେବେଳେ ଅଣା ହବ ସୋଦା ପତ୍ର ଏଠି ମଟର ବତରେଇ ଦିଆହବ ସେ ଡେକ୍ଚିରେ ଆଉ ଏଇଟା ମନ କି ଜାଣି କିଏ ବାଟୁଛି କିଆ ସାଙ୍ଗମାନେ ଦେଖୁନ୍ ପୁସ୍ତ আর কি মিশাইଛୁ পুস্ত বাদাম ତାମାନେ ପୁସ୍ତ ବାଦାମ ଅଛି କିନ୍ତୁ ଘରେ ଗ୍ରାଇଣ୍ଡର ଅଛି ହେଲା ଗ୍ରାଇଣ୍ଡରରେ ପେଶା ହବନି କିନ୍ତୁ ଏଇ ଶିଳରେ ପେଶା ହବ ପଛେ ମେହନତ ହଉ ତାପରେ କହିବ ଏ ହେ ଅଣ୍ଟାଟା ବଥା କରୁଛି ଜାଣି ମୁଭ୍ ଟିକେ ଆଣିଦେ হ্যাঁ গ্রাইন্ডার পেস্টে কি দেবে তোকে হ্যাঁ গ্রাইন্ডার পেশুনি ଏଇନା କିଛି କହିବନି କାରଣ ମୁହଁରେ ନା ସିଲ୍ ପଡ଼ିଗଲା କାରଣ କହୁନି କ୍ୟାମେରା ଅନ୍ ଅଛି ନା କ୍ୟାମେରାରେ କିଛି କହିବେନି ନା ତ ସେଇପାଇଁ ତାର ଗ୍ରାଇଣ୍ଡର ଏତେ ପସନ୍ଦ ନାହିଁ ହେଲା ତ ତାନେ ଘର ଏତିକି ସବୁ ଖାଇବା ଫାଇବା ବନାଇ ସେ ମସଲା ହଉ କି ତାନେ ଭାବିଲେ ଗୋଟେ କିଛି ମସଲା ବାଲା ତରକାରୀ ହେଲା ତ ସେଇ ଶିଳରେ ବାଟିବ ଗ୍ରାଇଣ୍ଡର ଟୋଟାଲି ପେଶିବନି ସେ ଖାଲି ଗ୍ରାଇଣ୍ଡରରେ ପେଶେ କିଟା କରୁନା ବିରି ପେଶା ହୁଏ ଦୋକାନର ଆଉ ହଉଛି ଦୋକାନର ମସଲା ବାଟା ହୁଏ ଆଉ ଟୋଟାଲି ସେଠି କିଛି ନାହିଁ ଆଉ ଯେତିକି ସବୁ ଘର ସବୁ ଖାଇବା ଦାଇବା ରୁହେ ସବୁ ଶିଳରେ ବାଟିକି ଆମର ରୁହେ ତାମାନେ ଏଇ ଶିଳଟା ମିନିମମ୍ ବି କେତେ ବର୍ଷ ହବ ମାଟା ଶିଳଟା ଏଇ ଶିଳଟା ସାଙ୍ଗମାନେ ଆଉ ଦେଖି ଦଉଛି ତାମାନେ ଏଇ ଶିଳଟା ମିନିମମ୍ 25 ବର୍ଷ ପାଖାପାଖି ହେଲା ଯେ ଗୋଟେ ଶିଳ ଆମର ଅଛି ତ ଏ ଶିଳଟା କେଉଁଠୁ କିଣିଥିଲୁ ମା ହେଁ ଓହୋ କିଏ ତାନେ ଆମର କିଏ ଗୋଟେ ଭାଇ ତାଙ୍କୁ ମା ଆଣା କରିଥିଲା ତ ମିନିମମ୍ 25 ବର୍ଷ ଏଇ ଶିଳଟା ହେଲା ତାନେ ସେଇଟାରେ ଏଇନା ବି ଅଛି ଯତ୍ନ ବି ରଖା ହେଇଛି ଏଗା ତ ଲୋକ ସାଙ୍ଗମାନେ ତାନେ ଛାଡ଼ି ଲୋକ ଦେଲେଛି ଗ୍ରାଇଣ୍ଡରକୁ ସିଫ୍ଟ ହେଇଗଲେ କିନ୍ତୁ ଆମେ ସେ ଜିନିଷଟାକୁ ଛାଡ଼ିନି ଆଉ ସେ ଜିନିଷଟାକୁ ଏଇନା ବି ରଖା ହେଇଛି ଶିଳରେ ବାଟିକି ଆମେ କରେ ମସଲା ଫସଲା ଯାହା ବି ଘରେ ସବୁ ହୁଏ ଆଉ ତ ସାଙ୍ଗମାନେ ଚାଲ ଏଇ ତ ପୁରୁଣା କଥା ଆଉ ନୂଆ କଥା ଲାଗି ରହିବ ଆଉ ତ ଚାଲ ସାଙ୍ଗମାନେ ଗାଧେଇ ନେଇକିନା ଆଜି ଖାଇବାରେ କି ହେଇଛି ଦେଖବା ହେଲା ଚାଲ ତ ସାଙ୍ଗମାନେ ମୁଁ ଗାଧେଇ ସାରିନା ଖାଇବା ପାଇଁ ବସି ପଡୁଛି ଆଜି ଘରେ ଦେଖବା ଚାଲ କି ଖାଇବାର ହେଇଛି ହେଲା ତ ସାଙ୍ଗମାନେ ଦେଖିପାରୁଥିବେ ବାସି ପଖାଳ ଆଜି ଯେହେତୁ ଭାତ ହେଇନି ଆଉ ଏଠି ଆଳୁ ଭଜା ଏଟା ହଉଛି ଆମର ଡାଲି ବଡ଼ା ଏଟା ହଉଛି ଆମର ସଜନା ଶାଗ ଯେଟାକି ଆମ ବାଡ଼ିରେ ହେଇଥାଏ ମା ତୁଳିକି ରୋଷେଇ କରିଛି ଆଉ ରୋଷେଇ ତ ଭାଜିଛି ଏଟା ହଉଛି ପିଆଜ ଏଟା ହଉଛି ଲଙ୍କା ଏଟା ହଉଛି ଲୁଣ ତ ସାଙ୍ଗମାନେ ଆପଣମାନେ ଭାବୁଥିବେ ଯେ ସେଟା ଯେ ପୁସ୍ତ ଆଉ ହଉଛି ବାଦାମ ବାଟିଲା ସେଟା ସେ ତରକାରୀଟା କାଇଁ ତ ସାଙ୍ଗମାନେ ସେଟା ଚୁଲିରେ ମାନେ ବସେଇ ଦିଆଯାଇଛି ସେଟା ପୋଡୁଛି ହେଲା ତା ଚୁଲିରେ ଏଙ୍ଗରା ତଳେ ଅଛି ସେଠି ଗୋଟେ ବାଟି ଦେଇକିନା ସେଠି ବାଟିରେ ବସେଇ ଦେଇଛି ସେଟା ଧୀରେ ଧୀରେ ହାଲକା ଆଞ୍ଚରେ ହବ ହେଲା এটা হচ্ছে পুড়ুଛି ସିଏ ତ ସାଙ୍ଗମାନେ ସେଟା ତ ଏଇନା ହେଇନି ସେଟା ଲେଟ୍ ହବ ଯେହେତୁ ସେ ପାଇଁ ଏତିକି ସବୁ ତରକାରୀ ଦେଇଛି ତରକାରୀ ଆଉ ବାସି ପଖାଳ ଚାଲ ଖାଇକା ଦୋକାନକୁ ଯିବା ତ ସାଙ୍ଗମାନେ ଆଜି ଗରମ ଲାଗୁଛି ଟିକେ କାଲି ଏତେ ବର୍ଷା ଦେଲା କିନ୍ତୁ ହେନେ ବି ଥଣ୍ଡା ଲାଗବା କଥା କିନ୍ତୁ ହେଲେ ବି ଗରମ କି କହିବେ କହୁନ ତ ଠିକ ଅଛି ଚାଲ ଖାଇକି ବାହାରିବା ଆଉ ଖାଇକିନା ଦୋକାନକୁ ପଳେଇ ଆସିଛି ଦେଖିବା ଦୋକାନକୁ ପଳେଇ ଆସିଛି ଆଉ ତ ସାଙ୍ଗମାନେ ଦେଖବା ଦୋକାନରେ କି ଅଛି ନା ହେଲା ଦେଖିବ ତ ନା ସିଙ୍ଗଡ଼ା ମାନେ ବାବା ଗାଧେଇ ଗଲେ ତ ଛାଣି ଦେଇ ଗଲେ ଆଉ କହିଲେ ସିଙ୍ଗଡ଼ା ବିକୁଥା ତୁ ଆଉ ଏଠି ପିଆଜିକା ଏତିକି ଅଛି ଆଉ ଏ ପାଖରେ ସେମାନେ ବରା ଗୋଟେ ଅଛି ଚପ୍ ତ ନାଇଁନି ଆଉ ସେପଟେ ଜିଲାପି ବି ଗରମ ଛାଣିକି ଯାଇଛନ୍ ଆଉ କହିଲେ କି ତୁ ଏକା ବିକୁଥା ଆମର ଗାଧେଇ ଗୁଧାକି ଆସେ ତାପରେ ବରା ପକେଇବା ତାପରେ ଚପ୍ ପକେଇବା ତ ଚାଲ ସାଙ୍ଗମାନେ ଫୋନଟା ମୁଁ ସେଇଠି ରଖିକିନା ଆପଣଙ୍କ ସାଙ୍ଗେ ଭଲସେ କଥା ହଉଛି ହେଲା ତ ସାଙ୍ଗମାନେ ଆପଣମାନେ କୁହନ୍ତି ଦୋକାନ ନେଇକି ଭିଡ଼ିଓ ମୁଁ ସୁଟ୍ କରେନି ତ ଏହା ଫାଙ୍କା ଅଛି ଫୋନଟା ରଖିକି ସେଠି ମୁଁ ସୁଟ୍ କରୁଛି ହେଲା ତ ବାଇଚାନ୍ସ କିଏ ଗୋଟେ ଲୋକ ଆସିଲା ଫୋନଟା ଏମିତି ଧରିକିନା ସୁଟ୍ କରି ତାକୁ ଦେଇପାରିବି ଭାଇ କି ଖାଇବୁ କହ ତାହେଲେ ସେ ବି କ୍ୟାମେରା ଦେଖିନା ଅଡୁଆ ଲାଗିବ ତାକୁ ମତେ ବି ଅଡୁଆ ଲାଗିବ ଗୋଟେ ହାତରେ କାମ କରତେ ଦୁଇଟା ହାତ ଦରକାର ଦୋକାନ କାମ କଲା ଭାବିଲୁ ଗୋଟେ ଦୋକାନଟା ନେଲି ଜଣେ ଯଦି ବରା ଖାଇବ ସିଙ୍ଗଡ଼ା ଖାଇବ ତାକୁ ଭାଙ୍ଗିକି ତାକୁ ତରକାରୀ ଫରକାରୀ ଦେଇତେ ହବ ଦୁଇଟା ହାତ ଲାଗିଲା ଗୋଟେ ହାତରେ ଯଦି ଫୋନ ଧରିବି ଆଉ ଗୋଟେ ହାତ ଦୁନା ସେମିତି ଛଡି ହବ ସେଇପାଇଁ ସାଙ୍ଗମାନେ ଦୋକାନରେ ମୁଁ ଭିଡ଼ିଓ ଏତେଟା ବନେଇ ପାରେନି ଯେଟା ଯଦି ଫାଙ୍କା ମିଳେ ସେତିକିରେ ଟିକେ ମୁଁ ବନାଏ ନହେଲେ ଦୋକାନରେ ବହୁତ କମ ହିଁ ବନେଇ ପାରେ ନହେଲେ ସାଙ୍ଗମାନେ ଭିଡ଼ିଓ ବନେଇବାରେ ସେମିତି କିଛି ମୋର ଆପତ୍ତି ନାହିଁ ଯେଠି ପାରିବି ସେଠି ବନେଇଦେବି ଆଉ ସାଙ୍ଗମାନେ ସେ ଡରଟା ଆଉ ନାହିଁ ଯେ ମାନେ ମତେ ପବ୍ଲିକ ସାଙ୍ଗରେ ଡର ଲାଗେ ସାଙ୍ଗମାନେ ଆଉ ଡର ଆଉ ନାହିଁ ଡର ବହୁତ କମିଗଲା ଯେ ତ ଏଇନା ଯେଠି ଭିଡ଼ିଓ କରତେ ସେଠି କରିଦେବି ନା ଭାଇ ସେଠି ଟିକେ ମାନେ ଲେଭେଲ ବଢିଗଲା ହେଲା ସାଙ୍ଗମାନେ ଏଇନା ଟିକେ ଘରକୁ ଆସିଥିଲି ତ ସେ ଦିନେ ଦେଖେଇଥିଲି ଆପଣଙ୍କୁ ସେ ମାଟି ହାଣ୍ଡି ଟାଇପର ଗୋଟେ ଜିନିଷଟା ଗୋଟେ ଥିଲା ସେଟା ଦେଖିବା ଜন্য ଆଜି ସେ ଜିନିଷଟା ପିଠା କରାହଉଛି ହେଲା ଦେଖିବା କି ପିଠା ହଉଛି ଦେଖିବା ତ ଚୁଲିରେ ବସେଇ ଦିଆହେଇଛି ହେଲା ଏଟା ହଉଛି ତାର ଏମିତି କହିବି ଏଟା ତ ବାଟାଟା ଆଉ କି ବାଟିଛୁ ଚାଉଳ ଚୁନା ଦେଇ ଏଟା ବାଟିଛି ଆଉ ତାପରେ ଏଠି ଦେଇଛି ଏଟା ଢମ୍ପେଇ ଦେଇଛି ହେଲା ଏଟା ଏମିତି ଆମର ଏଟା ହଉଛି ଉଠେଇକି ଦେଖଉଛି ବାବାରେ ଗରମ ଅଛି ରେ ଏଇ ଦେଖୁନ୍ ସାଙ୍ଗମାନେ ବାପରେ ଏଇଟା ହଉଛି ପିଠା ହଉଛି ହେଲା ଏଇଟା ବସେଇଛି ପିଠା କରିସାରିଲା ଯେ
এইগা দেখুন লাইটটা দেখুন ସାଙ୍ଗମାନେ এইগା ଦେଖୁନ এইଗା ପିଠା ହେଇଛି ହେଲା ପୁରା ସଫ୍ଟ ହେଇଛି ନରମ ନରମ ଏ କି ପିଠା କୁହନ କାକ ଚିତଉ ପିଠା ସାଙ୍ଗମାନେ ଏଗାକୁ କୁହାଯାଏ ଚିତଉ ପିଠା ହେଲା ତ ଏଇନା ତ ସାଙ୍ଗମାନେ ଖାଇ ହବନି ଦୋକାନରୁ ଆସିନେ ଦେଖବା ଟେଷ୍ଟ କରିବା କେମିତି ଲାଗୁଛି ହେଲା ତ ଦେଖିଲ ନା ସେଇ ଜିନିଷଟା କେମିତି କରାହଉଛି ତ ଚାଲ ଦୋକାନ ଯିବା ମୁଁ ଟିକେ ଘରକୁ ଆସିଥିଲି କିଛି କାମ ଥିଲା ଆଉ ଟାଇମ୍ ହେଇଛି 7:30 ତ ଦୋକାନରେ ସବୁ ସରିଯାଇଛି ତ ଏଇନା ଟିକେ ସକାଳେ ପାଣି ଭର୍ତ୍ତି କରୁଥିଲେ ଏଇନା ଆଉ ଥରେ ପାଣି ଭର୍ତ୍ତି করতে হবো তো সকালে মানে ব্যস্ততা ମଧ୍ୟରେ ଆଉ ଭର୍ତ୍ତି କରି ହବନି ତ ଦେଖିପାରୁଥିବେ ଏଠିକୁ ଆସିଯାଇଛି ଏଇଟା ସେପଟେ ମୋଡ଼ି ଦେଇଛି ମା ମୋଡ଼ି ଦେଇଛି ମୁଁ ଆସ୍ତେ ଆସ୍ତେ ହେଲା ଏଇଟା ସେ ଦୋକାନ ଲାଇନ୍ ଏଇଟା ଜାଣିଛନ୍ତି ତ ଏଇଟା ତ ଘର ଲାଇନ୍ଟା ବନ୍ଦ କରିଦିଆଯାଇଛି ଆଉ ଦୋକାନ ଲାଇନ୍ଟା ଛାଡ଼ି ଦିଆଯାଇଛି ତ ଏଇଟା ସକାଳେ ଚିଟେଇଥିଲି ତ ଏଇଟା ଦେଖୁନ୍ ଦେଖା ବି ଯାଉନି ଠିକ୍ସେ ଆପଣଙ୍କୁ ଏଇଟା ଦେଖୁନ୍ ସାଙ୍ଗମାନେ ସକାଳେ ଚିଟେଇଥିଲି ଯଦି ଖୋଲା ଯିବ ଆଉ ଥରେ ଚିଟେଇ ଦେବେ ନା ତ ସେଠି ବ୍ରସ୍ଟା ନେଇକି ଜଗିଛେ ଖୋଲା ଗଲା ଆଉ ଥରେ ସେଟାକୁ ଚିଟେଇ ଦେବ ଆଉ ତ ଚାଲ ଏଇନା ସୁଇଚ୍ଟା ଦେବା ମା ଏଇନା ବାବା କଲ୍ରେ ଅଛନ୍ ମା ଆଉ ବାବା ସାଡ଼େ କଲ୍ରେ ଅଛନ୍ ମା ଏଠୁ କଲ୍ରେ ଅଛି ବାବା କହିଲେ ଦିଏ ବୋଲି ତ ଦେବି ତାପରେ ବନ୍ଦ କରିବି ଏମିତି ତାନେ 3 ଜଣ ଦରକାର ପାଣି ଭର୍ତ୍ତି করতে ନା ସିଆଡ଼େ ବାବା ଦୋକାନ ଭର୍ତ୍ତି କରୁଥିବେ ଜଣେ ସୁଇଚ୍ ପାଖରେ ଆଉ ଜଣେ କଲ୍ରେ ଟଗଲ ଦେଖୁନି କେମିତି ପାଣି ଟିକେ ଭର୍ତ୍ତି କରିବେ 3 ଜଣ ତାନେ ଲାଇନ୍ ଲାଗତେ ପଡ଼ିବ ଜଣେ ଏଠି ଜଣେ ସେଠି 3 ଜଣ ସେଠି কি କହିବେ କ'ଣ ପାଣି ଚାଲୁ କରିଦିଆଯାଇଛି ତ ଦେଖିପାରୁଥିବେ ସେମାନେ ପାଣି କେମିତି ଚାଲିଛି ଆଉ ସେଟା ପାଣି ଝରଝର କରି ବହୁଛି ଏଇଟା ହେଉଛି ତାନେ ଦୋକାନ ଲାଇନ୍ଟା ଆଉ ସେପଟେ ଘର ଲାଇନ୍ଟା ସେମାନେ ଟିକେ ଖାଲି ତାନେ ବେଣ୍ଡ କରି ରଖୁଛି ହେଲା ତାଙ୍କ ଘର ଆଡ଼େ ପାଣି ଟିକେ ଛାଡ଼ି ଦେଇଛି କି ପାଇଁ କହୁନ ନା ଯଦି ବାଇଚାନ୍ସ ସିଆଡ଼େ ପ୍ରେସର ହେଲା ତ ଏଠି ଯେମିତି ନ ଖୋଲୁ ତ ସେ ପାଇଁ ଟିକେ ସେପଟେ ତାନେ ଛାଡ଼ି ଦେଇଛି ପାଣିଟା ଆଉ ଯେମିତି ଦୁଇଆଡ଼େ ପ୍ରେସର ମେକଅପ୍ ହେଇକି ଥାଉ ଏଠି ମୁଁ ଜଗିଛେ ଆଉ ସେପଟେ ଦେଖୁନ ମାଆକୁ ଟର୍ଚ୍ଚ ମାରିଲି ଏଇଠି ଦେଖୁନ ମା ସୁଇଚ୍ ପାଖରେ ଜଗିଛି ତ କି ପାଣି ହେଇଗଲା କି হ্যাঁ খুলিগলা ଓହୋ ଟିକେ ବନ୍ଦ করতে পড়লা কালে গাড়ি ফাড়ি আসଥିବ ଆଉ ସେପାଇଁ ବାବା ଫୋନ୍ କଲେ ଟିକେ ରହ ବୋଲି ପଚାରୁଛି ମା ଆଉ ଥରେ ଦେଇ ଦିଆହେଲା ତ ଦେଖିପାରୁଥିବେ ଆଉ ଥରେ ପାଣି ଛାଡ଼ି ଦିଆହେଇଛି ଆଉ ପାଣି ଯାଉଛି ଆଉ ତାହେଲେ ଦେଖୁଛ ନା ସାଙ୍ଗମାନେ ଏତେ ରାତିରେ ବି ଆଉ ଏତେ ଅନ୍ଧାରରେ ବି ଏଠକୁ ଆସିକିନା ଟ୍ରଚ୍ ଧରିକିନା ସେଠି ମା ଏଠି ମୁଁ ସେଠି ବାପା 3 ଜଣ ଗୋଟେ ପାଣି ଭର୍ତ୍ତି କରିବେ 3 ଜଣ ତାହେଲେ କାମ ଲାଗିତେ ପଡ଼ିବ কি କହିବେ କ'ଣ ଚାଲୁ କେତେ ସମୟ ଏଠି ମୁଁ ଜଗିଛି ଏଠି ବି ସାଙ୍ଗମାନେ ଜଗିଛି ମୁଁ ଏଠି ବାଇଚାନ୍ସ ଖୋଲା ଯିବ ତ ମୋତେ ସାଙ୍ଗେ ତାନେ ଜଏଣ୍ଟ କରିକିନା ପାଣି ଚଲେଇତେ ହବ କିପାଇଁ ସକାଳେ ସାଙ୍ଗମାନେ ଏତେଟା ପାଣି ଭର୍ତ୍ତି କରିବେ ନା ଅଲଗା କିଛି କାମ କରିବେ କ'ଣ ନା ସେଇପାଇଁ ରାତିରେ ସବୁ କାମଟା ସାରିଦେବା ଆଜି ଦେଖ কি ହେଉଛି ଆଉ ଚାଲିଛି ତ ପାଣି କେତେ ସମୟ ଲାଗୁ ଆଉ ତ ସାଙ୍ଗମାନେ ଫାଇନାଲି 10 ମିନିଟ୍ ପରେ ଯାଇକି 10ରୁ 15 ମିନିଟ୍ ପାଖରେ ପାଣି ଭର୍ତ୍ତି করতে চলো ଏଇନା ଘର ଲାଇନ୍ଟା ସିଆଡ଼େ ମୁଡ଼ି ଦେବା ଆଉ ସେ ଦୋକାନ ଲାଇନ୍ଟା ବନ୍ଦ କରିଦେବା ତ ପାଣି ଟେନସନ୍ଟା ସରିଲା ତ ଚାଲ ସାଙ୍ଗମାନେ ନା ସଉଦା ଆଣିତେ ଯିବା ସଉଦା ଆଣିତେ ଯାଇକିନା ଫେର ଦୋକାନ ବନ୍ଦ କରିଦେବ ଦୋକାନ ବାବା ବନ୍ଦ କରିଦେବେ ମୁଁ ଯେନ ସଉଦା ଆଣିତେ ଯିବି ସଉଦା ଆଣି ସାରିଲା ପରେ ଟିକେ ହାତ ଗୋଡ଼ ଧୋଇ ଧୁଆ ନେଇକିନା ଟିକେ ବାହାରେ ବସବା ଟିକେ ଚା ଫା ପିଇବା ତାପରେ ଆପଣମାନଙ୍କ ସାଙ୍ଗରେ ପିଠା ଖାଇବି କହିଥିଲି ପିଠା ବି କେମିତି ଖାଉଛି ଦେଖବା ପିଠାଟା କେମିତି ଟେଷ୍ଟ ହେଇଛି ତ ସାଙ୍ଗମାନେ ଏଇନା ସମୟ ହେବ 9ଟା ତ ସବୁ କାମ ସାରି ଦେଇଛି ଦୋକାନର ବି ସଉଦାପତ୍ର ନେଇ ଆସିଛି ସଉଦା ଆଣି ସାରିକିନା ହାତ ଗୋଡ଼ ଧୋଇ ସାରିଛି ନା ଜଷ୍ଟ ଏଇ ଚେୟାରରେ ବସିଥିଲି ଆଉ ପିଠାଟେ ବି ନେଇ ଆସିଛି ପିଠାଟା ଟେଷ୍ଟ କରିବା ତ ଏଇନା ଗୋଟେ କାମ ଅଛି ଏ ଡବାଟା ନା ମୁଢ଼ି ଆଣିତେ ହେଇଥିବ ମୁଢ଼ି ଆଣିତେ ଯିବେ ଆଉ ଯିବାର ଆଗରୁ ଯାଇକି ପିଠାଟା ଟେଷ୍ଟ କରିବା କେମିତି ଲାଗୁଛି ହେଲା ଫାଷ୍ଟ ବାଇଟ୍ଟା ନେଇକି ଦେଖବା ସଫ୍ଟ ଅଛି ଯେତେବେଳେ କହିଥିଲି ସଫ୍ଟ ଅଛି ଏଇନା ଟିକେ ବେଶୀ ସଫ୍ଟ ଲାଗୁଛି ରହିଗଲା ବେଳକୁ ବେଶୀ ସଫ୍ଟ ଲାଗୁଛି ଟିକେ ହାର୍ଡ ଅଛି ଟାଣ ଅଛି ଆଉ ଖାଇତେ ମଜା ଲାଗୁଛି ହେଲା ତ ସାଙ୍ଗମାନେ ଭିଡ଼ିଓଟି କେମିତି ନିହାତି କମେଣ୍ଟରେ ଜଣାଇବେ ଆଉ ଲାଇକ୍ ଫଲୋ ସବସ୍କ୍ରାଇବ୍ ନିହାତି କରିବେ ସାଙ୍ଗମାନେ ରହୁଛି ଭାଇ ବାଏ ପିଠାଟା ଦେଖେଇ ବାଏ କରୁ ଚାଲ ଆପଣ ଖାଇବେ ତ ଖାଇ ନେଉନି ମୁଁ ଫାଡ଼ି ନେଲି ଆପଣ ଅଇଁଠାଟା ନେଉନି କାଲି ଆପଣ ଖାଇବେ ହେଲା ରହୁଛି ବାଏ